ଚାଲିଗଲେ ସାହସୀ ହିରୋ। ସାରା ଅଭିନୟ ଜଗତ ଆଜି ସ୍ତବ୍ଧ। ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି। 89 ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲି ଯାଇଛନ୍ତି। ତାଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମନରେ ଏବେ ଅନେକ ସ୍ମୃତି। ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ। ଧର୍ମେନ୍ଦ୍ରଙ୍କ ପୂରା ନାମ ହେଉଛି ଧର୍ମେନ୍ଦ୍ର କେୱଲ କୃଷ୍ଣ ଦେଓଲ। ତାଙ୍କର ଜନ୍ମ ଡିସେମ୍ବର 8, 1935ରେ ପଞ୍ଜାବର ନସରାନୀ ଗାଁରେ ହୋଇଥିଲା। ସେ 1960 ମସିହାରେ ରିଲିଜ ହୋଇଥିବା ଫିଲ୍ମ ଦିଲ ଭି ତେରା ହମ ଭି ତେରେ ସହିତ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ 1961 ମସିହାରେ ରିଲିଜ ହୋଇଥିବା ଫିଲ୍ମ ବୟଫ୍ରେଣ୍ଡରେ ଏକ ସହାୟକ ଭୂମିକାରେ ଅଭିନୟ କରିଥିଲେ ସେ। ଦୀର୍ଘ 7 ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ ସେ 300ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଶୋଲେ, ଚୁପକେ ଚୁପକେ, ସୀତା और ଗୀତା, ଧରମବୀର, ସତ୍ୟକାମ, ଗୁଲାମୀ, ହକିକତ, ହୁକୁମତ, ଆଗ ହି ଆଗ ଭଳି ସୁପରହିଟ୍ ଫିଲ୍ମ ଏଥିରେ ଅନ୍ତର୍ଭୁକ୍ତ। ଏଭଳି ଜଣେ ବର୍ଷିୟାନ ଅଭିନେତାଙ୍କୁ ହରାଇ ସିନେମା ଜଗତରେ ଆଉ ଏକ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଜୀବନର ଶେଷ ଯାଏଁ ଅଭିନୟକୁ ଜାରି ରଖିଥିଲେ ଧର୍ମେନ୍ଦ୍ର। ନିକଟରେ ଫିଲ୍ମ ରକି ଓ ରାନୀ କି ପ୍ରେମ କାହାନୀ ଓ ପରେ ପରେ ତେରି ବାତୋନେ ମୁଝେ ଉଲଝା ଦିଆରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଆଉ ତାଙ୍କ ଅଭିନୀତ ଶେଷ ଫିଲ୍ମ ରିଲିଜ ହେବା ଆଗରୁ ହିଁ ସେ ଚାଲିଗଲେ। ଡିସେମ୍ବର 25ରେ ରିଲିଜ ହେବାକୁ ଯାଉଛି ତାଙ୍କ ଅଭିନୀତ ଅଗସ୍ତ୍ୟା ନନ୍ଦାଙ୍କ ଫିଲ୍ମ 21। ତେବେ କିଛି ଦିନ ହେବ ବାର୍ଦ୍ଧକ୍ୟ ସମସ୍ୟାକୁ ନେଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ହେଲେ ଦୁନିଆର ଚିରନ୍ତନ ସତ୍ୟକ୍ରମରେ ଆଜି ସେ ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲି ଯାଇଛନ୍ତି।